ସଦା ପ୍ରଭୁଙ୍କର ବହୁମୂଲ୍ୟ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ କହିବା ପାଇଁ ଚାହେଁ ଯେ ପ୍ରକାଶିତ ବାକ୍ୟରେ ଦୁଇଟି ନାରୀ ବିଷୟରେ ଆମ୍ଭେମାନେ ଦେଖିପାରିବା। ଗୋଟିଏ ହେଉଛି ପବିତ୍ର ନାରୀ ଏବଂ ଆଉ ଗୋଟିଏ ପତିତ ନାରୀ। ଏମିତି ମଧ୍ୟ କହିପାରିବା, ଗୋଟିଏ ହେଉଛି ପବିତ୍ର ମଣ୍ଡଳୀ ଏବଂ ଆଉ ଗୋଟିଏ ପତିତ ମଣ୍ଡଳୀ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପବିତ୍ର ନାରୀ ଅର୍ଥାତ୍ ପବିତ୍ର ମଣ୍ଡଳୀ ଈଶ୍ୱରଙ୍କର ଆଜ୍ଞାକୁ ପାଳନ କରେ। ଯେଉଁ ନାରୀ ପବିତ୍ର, ସେଇ ନାରୀ ଈଶ୍ୱରଙ୍କର ଆଜ୍ଞାକୁ ପାଳନ କରେ। ପବିତ୍ର ମଣ୍ଡଳୀ ଈଶ୍ୱରଙ୍କର ଆଜ୍ଞାକୁ ପାଳନ କରେ। କିନ୍ତୁ ବେଶ୍ୟା ନାରୀ ଅର୍ଥାତ୍ ବେଶ୍ୟା ମଣ୍ଡଳୀ ଜାତିମାନଙ୍କୁ ଭ୍ରାନ୍ତ କରେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ବୁଝିପାରୁଥିବେ, ପବିତ୍ର ମଣ୍ଡଳୀ ଈଶ୍ୱରଙ୍କର ଆଜ୍ଞାକୁ ପାଳନ କରେ। କିନ୍ତୁ ବେଶ୍ୟା ମଣ୍ଡଳୀ, ପତିତ ମଣ୍ଡଳୀ, ସେ ଜାତିମାନଙ୍କୁ, ରାଜାମାନଙ୍କୁ, ସମସ୍ତ ଲୋକଙ୍କୁ ସେ ଭ୍ରାନ୍ତ କରେ। କିନ୍ତୁ ପ୍ରଭୁ ଯୀଶୁ ଗୋଟିଏ ବିଷୟ କହିଛନ୍ତି, ଆପଣମାନେ ଜାଣିବା ଦରକାର। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଇସ୍ରାଏଲକୁ ପ୍ରଭୁ ଯୀଶୁ ପତ୍ନୀ ବୋଲି କହିଛନ୍ତି, କିନ୍ତୁ ମଣ୍ଡଳୀକୁ ଦୁଲ୍ହନ ବୋଲି କହିଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ପ୍ରକାଶିତ ବାକ୍ୟର ଦୁଇଟି ନାରୀ, ପବିତ୍ର ମଣ୍ଡଳୀ ଏବଂ ପତିତ ମଣ୍ଡଳୀ ବିଷୟରେ ଏହି ଭିଡ଼ିଓ ମାଧ୍ୟମରୁ କିଛି ବିଷୟ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ। ଆପଣ ସମସ୍ତ ଲୋକଙ୍କୁ ମୋର ଅନୁରୋଧ, ଆପଣମାନେ କିଛି ସମୟ ଏହି ଭିଡ଼ିଓକୁ ସଠିକ୍ ଭାବରେ ଦେଖନ୍ତୁ ଏବଂ ବୁଝନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ସମୟରେ ଯଦି ଆପଣମାନଙ୍କ ପାଖରେ ପବିତ୍ର ବାଇବଲ ଅଛି, ତାହେଲେ ଆପଣମାନେ ଦେଖନ୍ତୁ। ପ୍ରଥମେ ଦେଖିବା ପବିତ୍ର ମଣ୍ଡଳୀ ବା ପବିତ୍ର ନାରୀ, ଏ ବିଷୟ ଦେଖିବା। ତାପରେ ଦେଖିବା ଆମେ ପତିତ ମଣ୍ଡଳୀ ବା ବେଶ୍ୟା ନାରୀ ବିଷୟରେ ଦେଖିବା, ବେଶ୍ୟା ମଣ୍ଡଳୀ ବିଷୟରେ ଦେଖିବା। ପ୍ରକାଶିତ ପୁସ୍ତକ ତାର 12 ପର୍ବ ତାର 1 ପଦ। ପରେ ଆକାଶରେ ଗୋଟିଏ ମହାଲକ୍ଷଣ ଦେଖାଗଲା। ସୂର୍ଯ୍ୟ ପରିହିତା ଜଣେ ସ୍ତ୍ରୀ ଲୋକ, ତାହାଙ୍କ ପାଦ ତଳେ ଚନ୍ଦ୍ର ଓ ମସ୍ତକରେ 12 ନକ୍ଷତ୍ର ଖଚିତ ଗୋଟିଏ ମୁକୁଟ, ମେଷ ଶାବକଙ୍କର ରକ୍ତରେ ଧୌତ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ହେଉଛନ୍ତି ପବିତ୍ର ମଣ୍ଡଳୀ, ପରମେଶ୍ୱରଙ୍କର ଆଜ୍ଞାକାରୀ ପାଳନ କରୁଥିବା ଏହି ମଣ୍ଡଳୀ ବା ଏହି ନାରୀ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯଦି ଆପଣମାନେ ଦେଖିବେ ପ୍ରକାଶିତ ତାର 7 ପର୍ବ 14 ପଦରେ ଲେଖାଯାଏ, ମୁଁ ତାହାଙ୍କୁ କହିଲି, ହେ ମୋର ପ୍ରଭୁ, ଆପଣ ହିଁ ତାହା ଜାଣନ୍ତି। ଜହନ କହୁଛନ୍ତି, ସେଥିରେ ସେ ମୋତେ କହିଲେ, ଏମାନେ ମହାକ୍ଲେଶରୁ ବାହାରି ଆସିଅଛନ୍ତି ଓ ମେଷ ଶାବକଙ୍କ ରକ୍ତରେ ଆପଣା ଆପଣା ବସ୍ତ୍ର ଧୌତ ଓ ଶୁକ୍ଳ ବର୍ଣ୍ଣ କରିଛନ୍ତି। ଏହି ପବିତ୍ର ମଣ୍ଡଳୀ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ମେଷ ଶାବକଙ୍କର ଆଜ୍ଞାକୁ ପାଳନ କରନ୍ତି। ଏବଂ ବେଶ୍ୟା ମଣ୍ଡଳୀ ବା ପତିତ ମଣ୍ଡଳୀ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ସାଧୁମାନଙ୍କର ରକ୍ତରେ ମାତାଳ ଏବଂ ପୃଥିବୀର ରାଜାମାନଙ୍କ ଉପରେ ଶାସନ ଏବଂ ସମସ୍ତ ଜାତିମାନଙ୍କୁ ଭ୍ରାନ୍ତ କରେ ଏହି ବେଶ୍ୟା ନାରୀ। ଏବଂ ସେ ନିଜେ କରେ, ଲୋକମାନଙ୍କୁ ମଧ୍ୟ କରେଇବା ପାଇଁ ଶିକାରେ, ସୁଯୋଗ ଦିଏ। ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ ଏହି ବେଶ୍ୟା ନାରୀ ବିଷୟରେ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ।
ଆପଣମାନେ ବୁଝିପାରୁଥିବେ ପବିତ୍ର ନାରୀ ବା ପବିତ୍ର ମଣ୍ଡଳୀ ପରମେଶ୍ୱରଙ୍କର ଆଜ୍ଞାକୁ ପାଳନ କରେ ଏବଂ ମେଷଶାବଙ୍କ ରକ୍ତରେ ଧତ। ଏବଂ ଆପଣମାନେ ପଢ଼ିଲେ 12 ତାର 1 ପର୍ବ ପରେ ଆକାଶରେ ଗୋଟିଏ ମହାଲକ୍ଷଣ ଦେଖାଗଲା, ସୂର୍ଯ୍ୟ ପରିହିତା ଜଣେ ସ୍ତ୍ରୀ ଲୋକ। এই ସୂର୍ଯ୍ୟ ପରିହିତା ସ୍ତ୍ରୀ ଲୋକ ପରମେଶ୍ୱରଙ୍କର ଆଜ୍ଞାକୁ ପାଳନ କରେ। ପରମେଶ୍ୱରଙ୍କର ଆଜ୍ଞାକୁ ପାଳନ କରିବା ମାନେ କ'ଣ? ପ୍ରଭୁଙ୍କର ପ୍ରିୟ ଲୋକମାନେ ମାତୀୟ ପୁସ୍ତକରେ ଲେଖାଯାଏ, ଆପଣମାନେ ଜାଣିଥିବେ। କିନ୍ତୁ এই ବେଶ୍ୟା ନାରୀ ବା ପତିତ ମଣ୍ଡଳୀ ବା ପତିତ ନାରୀ ବିଷୟରେ ଆମ୍ଭେମାନେ ଦେଖିବା। ପ୍ରକାଶିତ ପୁସ୍ତକ ତାର 17 ପର୍ବ ତାର 4 ପଦ। ସ୍ତ୍ରୀ ଲୋକ ବାହିଗଣିଆ ଓ ଲୋହିତ ବର୍ଣ୍ଣ ବସ୍ତ୍ର ପରିହିତା, ପୁଣି ସୁବର୍ଣ୍ଣ ବହୁମୂଲ୍ୟ ମଣି ଓ ମୁକ୍ତାରେ ଭୂଷିତା, ତାହାର ହସ୍ତରେ ଗୋଟିଏ ସୁବର୍ଣ୍ଣ ପାତ୍ର, ତାହା ଘୃଣ୍ୟ ପଦାର୍ଥ ଓ ତାହାର ବ୍ୟଭିଚାର ରୂପ ଅଶୁଚି କର୍ମରେ ପରିପୂର୍ଣ୍ଣ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯାହା ସହିତ ପୃଥିବୀର ରାଜାମାନେ ବ୍ୟଭିଚାର କରି ଅଛନ୍ତି ଓ ପୃଥିବୀବାସୀମାନେ ଯାହାର ବ୍ୟଭିଚାର ରୂପ ମଦିରାରେ ମତ୍ତ ହୋଇଅଛନ୍ତି, ତାହାର ଦଣ୍ଡ ତୁମକୁ ଦେଖାଇବି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ବେଶ୍ୟା ନାରୀ ଜାତିମାନଙ୍କୁ ଭ୍ରାନ୍ତ କରେ, ସମସ୍ତ ଜାତିଙ୍କୁ ଭ୍ରାନ୍ତ କରେ ଏବଂ ସାଧୁମାନଙ୍କ ରକ୍ତରେ ମାତାଳ ହୁଏ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏବଂ এই ବେଶ୍ୟା ନାରୀ ନିଜେ ବେଶ୍ୟା ହୁଏ, ଲୋକମାନଙ୍କୁ ବେଶ୍ୟା କାର୍ଯ୍ୟ କରିବା ପାଇଁ ସେ ବାଧ୍ୟ କରାଏ, ଶିକାଏ ଲୋକମାନଙ୍କୁ। କାରଣ এই ବେଶ୍ୟାରେ, এই ବେଶ୍ୟା ନାରୀ ବିଷୟରେ ପ୍ରଭୁଙ୍କର ପ୍ରିୟ ଲୋକମାନେ ବାଇବଲରେ ଆଉ ଗୋଟିଏ ପଦପର୍ବ ଅନୁସାରେ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ। କିନ୍ତୁ ଆପଣମାନଙ୍କ ପାଖରେ এই ବେଶ୍ୟା ନାରୀ ବିଷୟରେ କିଛି ବିଷୟ ଆଉ ଥରେ ପ୍ରକାଶ କରିବା ପାଇଁ ଚାହେଁ ଯେ এই ବେଶ୍ୟା ନାରୀ ଏମିତି ଏକ ନାରୀ ଅଟେ, ସେ ଲୋକମାନଙ୍କୁ ଯାଉଥିବା ଲୋକମାନଙ୍କୁ ସେ ବେଶ୍ୟା କାର୍ଯ୍ୟ ଶିଖାଏ, ପଇସା ଦେଇ ସେ ନିଜେ ବେଶ୍ୟା କାର୍ଯ୍ୟ କରେ, ଲୋକମାନଙ୍କୁ ଭଡ଼ା ମଧ୍ୟ ଦିଏ এই ବେଶ୍ୟା ନାରୀ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ବୁଝିବା ଦରକାର। କିନ୍ତୁ ବର୍ତ୍ତମାନ ସମୟରେ ଆପଣମାନେ ଦେଖିବେ ଅନେକ ବେଶ୍ୟା ନାରୀ ଅଛନ୍ତି, ନ ଜାଣିଲା ପରି ଲୋକମାନେ ଅଛନ୍ତି। କିନ୍ତୁ ପବିତ୍ର ନାରୀ 100ରୁ 10% ହିଁ ଆପଣମାନେ ଦେଖିପାରିବେ, 100ରୁ 10% ହିଁ ଆପଣମାନେ ଦେଖିପାରିବେ। ବର୍ତ୍ତମାନ ଏମିତି ମଧ୍ୟ ଚାଲିଛି, ଯେଉଁମାନେ ପବିତ୍ର କାର୍ଯ୍ୟ କରୁଛନ୍ତି, ପ୍ରଭୁ ଯୀଶୁଙ୍କର ପବିତ୍ର କାର୍ଯ୍ୟ କରୁଛନ୍ତି, ପ୍ରଭୁଙ୍କର ଦାସମାନେ, ସେମାନଙ୍କର ଭାର୍ଯ୍ୟାମାନେ ବେଶ୍ୟା କାମରେ ଲିପ୍ତ ଥିବେ। ଆପଣମାନେ ଦେଖନ୍ତୁ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଦେଖନ୍ତୁ, ମୁଁ ଜାଣିଛି ଶୁଣିଛି, ସେଥିପାଇଁ ଆପଣମାନଙ୍କ ପାଖରେ ପ୍ରକାଶ କରୁଅଛି। ପ୍ରଭୁଙ୍କର ପ୍ରିୟ ଦାସ ଯଦି ପ୍ରଭୁଙ୍କର ସେବା କାର୍ଯ୍ୟ କରୁଥାଏ, ତାହେଲେ ତାର ସ୍ତ୍ରୀ ବେଶ୍ୟା କାର୍ଯ୍ୟ କରୁଥାନ୍ତି, ଏମିତି ଲୋକମାନେ ମଧ୍ୟ ଅଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ এই ବେଶ୍ୟା କାର୍ଯ୍ୟ କରୁଥିବା ସ୍ତ୍ରୀ ପ୍ରଭୁଙ୍କର ପ୍ରିୟ ଲୋକମାନେ ସମସ୍ତ ଜାତିକୁ ଭ୍ରାନ୍ତ କରାଏ ଏବଂ ସମସ୍ତ ଲୋକଙ୍କୁ ନିଜ ପଟେ ଆକର୍ଷଣ କରେ, ରାଜାମାନଙ୍କର ରକ୍ତରେ ମାତାଳ ହୁଏ। এই ବାଇଗଣିଆ ସ୍ତ୍ରୀ, ବସ୍ତୁରେ ସୁସଜ୍ଜିତ ହୋଇଥିବା ସ୍ତ୍ରୀ। କିନ୍ତୁ ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଗୋଟିଏ ବିଷୟ କହନ୍ତି, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେତେ ଜଣ ବର୍ତ୍ତମାନ এই ସମୟରେ ଆପଣମାନେ এই ଭିଡ଼ିଓକୁ ଦେଖୁଅଛ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁ କହନ୍ତି ଯେ ପ୍ରକାଶିତ ତାର 18 ତାର 4 ପଦରେ, এই ଜାଗାରେ ପରେ ମୁଁ ଅର୍ଥାତ୍ ଯୋହନ ସ୍ୱର୍ଗରୁ ଆଉ ଗୋଟିଏ ସ୍ୱର ଏହା କହିବାର ଶୁଣିଲି। ଯୋହନ କହୁଛନ୍ତି, ହେ ଆମର ଲୋକମାନେ, ହେ ଆମର ଲୋକମାନେ, ତୁମ୍ଭେମାନେ ଯେପରି ତାହାର ପାପର ସୌଭାଗୀ ନ ହୁଅ ଓ ତାହାର କ୍ଲେଶର ଅଂଶୀ ନ ହୁଅ, ଏଥି ନିମନ୍ତେ ତାହାଠାରୁ ବାହାରି ଆସ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମ୍ଭେମାନେ ସମସ୍ତ ଖରାପ କାର୍ଯ୍ୟକୁ ପରିତ୍ୟାଗ କରି ପ୍ରଭୁ ଯୀଶୁଙ୍କ ପାଖରେ ଆମ୍ଭେମାନେ ଫେରିବା ଦରକାର।
ପ୍ରଭୁଙ୍କର ପ୍ରିୟ ଲୋକମାନେ, କାରଣ ବର୍ତ୍ତମାନ ସମୟରେ ଅନେକ ବ୍ୟଭିଚାର, ଅନେକ ଖରାପ କାର୍ଯ୍ୟ, ପ୍ରଭୁଙ୍କର ପ୍ରିୟ ଲୋକମାନେ ଏବଂ ଯେଉଁମାନେ ସଠିକ୍ ଶିକ୍ଷା ଦେଉଛନ୍ତି ସେମାନଙ୍କୁ ବର୍ତ୍ତମାନ ସମୟରେ ଲୋକମାନେ ଭଲ ବୋଲି କହୁନାହାନ୍ତି। ପ୍ରଭୁଙ୍କର ପ୍ରିୟ ଦାସମାନେ ପାପ ବିଷୟରେ କହୁଛନ୍ତି, କିନ୍ତୁ 100ରୁ 10% ହିଁ ପ୍ରଭୁଙ୍କର ପ୍ରିୟ ଦାସମାନେ ପାପକୁ ପାପ, ମନ୍ଦକୁ ମନ୍ଦ ବୋଲି କହୁଛନ୍ତି ଏବଂ ବାକି ଆଉ କହୁନାହାନ୍ତି। ଆଶ୍ଚର୍ଯ୍ୟ, ମିରାକାଲ, ସୁସ୍ଥତା ପଛରେ ବାୟା। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଏହି ଜାଗାରେ ଲେଖାଯାଏ, ହେ ଆମର ଲୋକମାନେ, ତୁମେମାନେ ଯେପରି ତାହାର ପାପର ସହଭାଗୀ ନ ହୁଅ ଓ ତାହାର କ୍ଲେଶରେ ଅଂଶୀ ନ ହୁଅ, ଏଥି ନିମନ୍ତେ ତାହାଠାରୁ ବାହାରି ଆସ। ଏମିତି ଲେଖାଯାଏ। କିନ୍ତୁ ଏହି ବେଶ୍ୟା ବିଷୟରେ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ। ପ୍ରକାଶିତ ପୁସ୍ତକ ତାର 2 ପର୍ବ ତାର 20ରୁ ଦେଖିବା। ତଥାପି ତୁମ ବିରୁଦ୍ଧରେ ଆମର এই କଥା ଅଛି, ଜିଜେବଲ ନାମ୍ନୀ ଯେଉଁ ନାରୀ ଆପଣଙ୍କୁ ଭାବବାଦିନୀ ବୋଲି କହି, ଦେଖନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ଜିଜେବଲ ନାମ୍ନୀ ସେ ଆପଣଙ୍କୁ ଭାବବାଦିନୀ କହି ମୋର ଦାସମାନଙ୍କୁ ବେଶ୍ୟାଗମନ ଓ ଦେବପ୍ରସାଦ ଭୋଷଣ କରିବାକୁ ଶିକ୍ଷା ଦେଇ ଭୁଲାଉଅଛି। କ'ଣ କରୁଛି? ଭୁଲାଉଅଛି। ତୁମେ ତାହାର ଦୁଷ୍କର୍ମ ସହ୍ୟ କରୁଅଛ। ଆମ୍ଭେ ତାହାକୁ ମନ ପରିବର୍ତ୍ତନ କରିବାକୁ ସମୟ ଦେଲେ ହିଁ ସେ ଆପଣ ବେଶ୍ୟାବୃତ୍ତିରୁ ମନ ପରିବର୍ତ୍ତନ କରିବାକୁ ଇଚ୍ଛୁକ ହେଉନାହିଁ। ଏ ବିଷୟ ପ୍ରଭୁଙ୍କର ପ୍ରିୟ ଦାସକୁ କୁହାଯାଉଅଛି। କିନ୍ତୁ ତଳରେ ଲେଖାଯାଏ, ଦେଖ ଆମେ ତାହାକୁ ଶଯ୍ୟାଶାୟୀ କରିବୁ। ଯେଉଁ ବେଶ୍ୟା ନାରୀ, ଜିଜେବଲ ନାମ୍ନୀ ନାରୀ, ତାହାକୁ ଆମେ ଶଯ୍ୟାଶାୟୀ କରିବୁ, ଅର୍ଥାତ୍ ଶଯ୍ୟାରେ ଅର୍ଥାତ୍ ଯେଉଁ ଜାଗାରେ ଆମ୍ଭେମାନେ ଶୋଉଛୁ, ସେଇ ସେଜରେ ତାକୁ ଶୟନ କରାଇ ଦେବୁ। ଶଯ୍ୟାଶାୟୀ କରିବୁ। ଆଉ ଯେଉଁମାନେ ତାହା ସହିତ ବ୍ୟଭିଚାର କରନ୍ତି ସେମାନେ ତାହାର କର୍ମର ସହଭାଗିତାରୁ ମନ ପରିବର୍ତ୍ତନ ନ କଲେ ଆମ୍ଭେ ସେମାନଙ୍କୁ ମହାକ୍ଲେଶ ପକାଇବୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେଉଁମାନେ ବେଶ୍ୟା କାର୍ଯ୍ୟ କରୁଅଛନ୍ତି, এই ଜାଗାରେ ଜିଜେବଲ ନାମ୍ନୀ ନାରୀ ସେ ବେଶ୍ୟା କାର୍ଯ୍ୟ କରିଥିବାରୁ ପ୍ରଭୁ ଯୀଶୁ କହନ୍ତି ତାକୁ ଶଯ୍ୟାଶାୟୀ କରିବୁ, ଅର୍ଥାତ୍ ଶଯ୍ୟାରେ ତାକୁ ଶୁଆଇ ଦେବୁ। ଏବଂ ତାହା ସହିତ ଯେଉଁମାନେ ବ୍ୟଭିଚାର କରୁଅଛନ୍ତି ସେହି ସମସ୍ତ ଲୋକଙ୍କୁ ମହାକ୍ଲେଶରେ ପକାଇବୁ। এই ବିଷୟ କହନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସମୟ ଥାଉ ଥାଉ, ସୁଯୋଗ ଥାଉ ଥାଉ ଆମ୍ଭେମାନେ ସମସ୍ତ ପାପକୁ ପରିତ୍ୟାଗ କରି ପ୍ରଭୁ ଯୀଶୁଙ୍କ ପାଖରେ ଯାଇ ନତମସ୍ତକ ହୋଇ ନିଜର ଭୁଲକୁ ଆମ୍ଭେମାନେ ସ୍ୱୀକାର କରିବା ଦରକାର। ସମୟ ଆଉ ନାହିଁ ପ୍ରଭୁଙ୍କର ପ୍ରିୟ ଲୋକମାନେ। ସେଥିପାଇଁ ଆପଣମାନଙ୍କ ପାଖରେ କିଛି ବିଷୟ ପ୍ରକାଶିତ ବାକ୍ୟର 2ଟି ନାରୀ ବିଷୟରେ ପ୍ରକାଶ କଲେ, ପବିତ୍ର ନାରୀ ଏବଂ ପତିତ ନାରୀ, ଅର୍ଥାତ୍ ପବିତ୍ର ମଣ୍ଡଳୀ, ପତିତ ମଣ୍ଡଳୀ। ବେଶ୍ୟା ନାରୀ, ଭଲ ନାରୀ। ଭଲ ନାରୀ ପରମେଶ୍ୱରଙ୍କର ଆଜ୍ଞାକୁ ପାଳନ କରେ, କିନ୍ତୁ ବେଶ୍ୟା ନାରୀ ସେ ନିଜେ ବେଶ୍ୟା କାର୍ଯ୍ୟ କରେ ଏବଂ ଲୋକମାନଙ୍କୁ ମଧ୍ୟ ଶିଖାଏ। କିନ୍ତୁ ଯେଉଁ ନାରୀ ବେଶ୍ୟା କାର୍ଯ୍ୟ କରେ ତାକୁ ପରମେଶ୍ୱର କହନ୍ତି ଶଯ୍ୟାଶାୟୀ କରାଇବୁ, ଅର୍ଥାତ୍ ଆପଣମାନେ ବିଛଣାରେ ଶୋଇକି ଉଠି ପାରିବେ ନାହିଁ। ଆପଣମାନେ ଭାବି ନିଅନ୍ତୁ। ଏବଂ সেই ବେଶ୍ୟା ନାରୀ ସହିତ ଯେଉଁମାନେ ବେଶ୍ୟା କାର୍ଯ୍ୟ କରନ୍ତି, ବ୍ୟଭିଚାର କରନ୍ତି, ସେମାନଙ୍କୁ ମହାକ୍ଲେଶରେ ପକାଇବୁ। ଏ ବିଷୟ ପ୍ରଭୁ ଯୀଶୁ କହନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏ ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ।